ଆଚ୍ଛା, କିଛି ସମୟ ପାଇଁ ଆସନ୍ତୁ ସେଇ ଟାଇମ୍ ମ୍ୟାନେଜମେଣ୍ଟ କଥାକୁ ପୂରାପୂରି ଭୁଲିଯିବା। ତା ବଦଳରେ ଆସନ୍ତୁ ନିଜକୁ କେମିତି ପରିଚାଳନା କରାଯାଏ ସେଇ କଳା ବିଷୟରେ କଥା ହେବା। ମାନେ ଆମ ମସ୍ତିଷ୍କ, ଆମ ଶରୀର ଆଉ ଆମେ କେମିତି ପ୍ରତିକ୍ରିୟା କରୁଛେ ସେସବୁ ବିଷୟରେ। କାରଣ ଜାଣିଛନ୍ତି, ଚାପ ଆଉ ସମୟ ଉପରେ ନିୟନ୍ତ୍ରଣ ଫେରେଇ ଆଣିବାର ରାସ୍ତା ସେଇଟା ଆମ ଭିତରୁ ହିଁ ଆରମ୍ଭ ହୁଏ। ଏମିତି କେବେ ଲାଗିଛି କି ଯେମିତି ସବୁକିଛି ଠିକ୍ଠାକ୍ କରିବା ପରେ ବି ଜୀବନଟା ଗୋଟେ ଅସରନ୍ତି ଦୌଡ଼ ଭଳି ଲାଗୁଛି? ଲାଗେ ଯେମିତି ଆମେ ଗୋଟେ ଅଦେଖା ଚକ ଭିତରେ ଫସିଯାଇଛେ, ଆଉ ସେଟା ବାସ୍ ଖାଲି ଜୋରରେ ଘୂରି ଚାଲିଛି। ଆଉ ଜାଣିଛନ୍ତି, ଏ ଅନୁଭବଟା ଆଜିକାଲି ବହୁତ ହିଁ ସାଧାରଣ ହେଇଗଲାଣି। ଗୋଟେ ଲଗାତାର ଚାପ ଯାହା କେବେ ବି ପିଛା ଛାଡୁନି। ସବୁବେଳେ ଲାଗୁଛି ଯେମିତି 24 ଘଣ୍ଟା କୌଣସି କାମ ପାଇଁ ଯଥେଷ୍ଟ ନୁହେଁ। ଆଉ ମନ ଭିତରେ ସେଇ ଶାନ୍ତିର ଅଭାବ, ଏମିତିକି ଯେତେବେଳେ ଆମେ ଟିକେ ବିଶ୍ରାମ କରିବାକୁ ଚେଷ୍ଟା କରୁଛୁ ସେତେବେଳେ ବି। କିନ୍ତୁ ଯଦି ମୁଁ କହିବି ଯେ ଏଇଟା ପ୍ରକୃତରେ ଟାଇମ୍ ମ୍ୟାନେଜମେଣ୍ଟର ସମସ୍ୟା ନୁହେଁ କି ଆମର ଇଚ୍ଛା ଶକ୍ତିର କିଛି ଅଭାବ ବି ନାହିଁ, ପ୍ରକୃତ ସମସ୍ୟାଟା ବୋଧେ ଆଉ କେଉଁଠି ଲୁଚି ରହିଛି। ଆମ ଭିତରର ଯେଉଁ ଅପରେଟିଂ ସିଷ୍ଟମ ଅଛି ସେଇଟା କେମିତି କାମ କରୁଛି, ସମସ୍ୟାଟା ବୋଧେ ସେଇଠି। ଚାଲନ୍ତୁ ଟିକେ ଆମ ଆଧୁନିକ ଭାରତୀୟ ଜୀବନକୁ ଦେଖିବା। ଅଫିସରେ ଘଣ୍ଟା ଘଣ୍ଟା କାମ, ଘରେ ପରିବାରର ବଢ଼ୁଥିବା ଦାୟିତ୍ୱ, ଟଙ୍କା ପଇସାର ଚିନ୍ତା, ଆଉ ତା ସାଙ୍ଗକୁ ଫୋନରୁ ଆସୁଥିବା ସେହି ଲଗାତାର ନୋଟିଫିକେସନର ଶବ୍ଦ, ଏସବୁ ମିଶି ଆମର ଦୈନନ୍ଦିନ ଜୀବନର ଏକ ସତ୍ୟ ପାଲଟି ଯାଇଛି, ନୁହେଁ କି? ତେବେ ଏସବୁର ପ୍ରକୃତ କାରଣ କ'ଣ? କାରଣଟା ହେଉଛି ଗୋଟେ ଓଭରଲୋଡେଡ୍ ମସ୍ତିଷ୍କ, ଗୋଟେ ପୂରାପୂରି ଥକି ଯାଇଥିବା ଶରୀର ଆଉ ଆମର ସେଇ ଅଟୋମେଟିକ୍ ରିଆକ୍ସନ୍। ପ୍ରକୃତରେ ସମସ୍ୟାଟା ବାହାର ଦୁନିଆରେ ନାହିଁ, ବରଂ ଆମ ଭିତରର ସିଷ୍ଟମରେ ଅଛି, ଯିଏ ଏସବୁ ସହ ଲଢ଼ିବାକୁ ଚେଷ୍ଟା କରୁଛି। ଆଉ ସେଇଥିପାଇଁ ଆଉ ଗୋଟେ ନୂଆ ଟାସ୍କ ମ୍ୟାନେଜମେଣ୍ଟ ଆପ୍ ଡାଉନଲୋଡ୍ କଲେ କିଛି ଲାଭ ହେବନି। ସମାଧାନଟା କୌଣସି ବାହାର କୌଶଳରେ ନାହିଁ, ବରଂ ଆମ ଭିତରର ସେଇ ସିଷ୍ଟମକୁ ଟ୍ରେନିଂ ଦେବାରେ ଅଛି, ଯିଏ ପ୍ରକୃତରେ ଚାପକୁ ଅନୁଭବ କରେ ଆଉ ସମୟକୁ ମ୍ୟାନେଜ କରେ। ଆମକୁ ସମସ୍ୟାର ଚେରକୁ ଠିକ୍ କରିବାକୁ ହେବ, କେବଳ ଉପର ଲକ୍ଷଣକୁ ନୁହେଁ। ତେବେ ଆସନ୍ତୁ ଏକ ନୂଆ ଦୃଷ୍ଟିକୋଣକୁ ଦେଖିବା। ଗୋଟେ ଏମିତି ଉପାୟ ଯାହା ଆମ ଭିତରର ସିଷ୍ଟମକୁ ଟ୍ରେନିଂ ଦେବା ଉପରେ ଫୋକସ୍ କରେ। ଏହା ଗୋଟେ ଯାତ୍ରା, ଯେଉଁଠି ଆମେ ଜୀବନର ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବାର ନୂଆ ଉପାୟ ଶିଖିପାରିବା। ଏହାର ପ୍ରଥମ ମଡେଲ ହେଉଛି କମ୍ପିଟେନ୍ସ ମଡେଲ। ଏଥିରେ 3ଟି ଜିନିଷ ଅଛି। ପ୍ରଥମେ ନଲେଜ ବା ଜ୍ଞାନ, ମାନେ ଚାପଟା ପ୍ରକୃତରେ କେମିତି କାମ କରେ ତାକୁ ବୁଝିବା। ଦ୍ୱିତୀୟରେ ସ୍କିଲ୍ସ ବା କୌଶଳ, ମାନେ ଆମ ରିଆକ୍ସନକୁ ଜାଣିଶୁଣି କେମିତି କଣ୍ଟ୍ରୋଲ କରାଯାଏ ତାହା ଶିଖିବା। ଆଉ ଶେଷରେ ଆଟିଚ୍ୟୁଡ୍ ବା ମନୋଭାବ, ଅର୍ଥାତ୍ ନିଜ ଭିତରେ ଗୋଟେ ଶାନ୍ତି ଆଉ ସ୍ଥିରତା ଆଣିବା। ଆଉ ଦ୍ୱିତୀୟ ମଡେଲ ହେଉଛି ନଲେଜ ପରଫର୍ମାନ୍ସ ସିଷ୍ଟମ। ଏଠି ଆମେ 3ଟି ମୁଖ୍ୟ ଜିନିଷ ଉପରେ କାମ କରୁ। ପ୍ରଥମେ ମସ୍ତିଷ୍କ, ଆମ ଭିତରର ସେଇ ଆଲାର୍ମ ସିଷ୍ଟମକୁ କେମିତି ଶାନ୍ତ କରାଯିବ ସେଇଟା ଶିଖିବା। ତାପରେ ଶରୀର, ଆମ ଏନର୍ଜିକୁ କେମିତି ଠିକ୍ ଭାବରେ ମ୍ୟାନେଜ କରିବା ତାହା ଶିଖିବା। ଆଉ ଶେଷରେ ଆମ ବ୍ୟବହାର, ଯେଉଁଠି ଆମେ ନୂଆ ଆଉ ସୁସ୍ଥ ଅଭ୍ୟାସ ଗଢ଼ିବା। ତେବେ ଏଇ ଯୋଉ ପରିବର୍ତ୍ତନ କଥା ଆମେ କହୁଛେ ସେଇଟା ବାସ୍ତବରେ କେମିତି ଦେଖାଯାଏ? ଆସନ୍ତୁ ଦେଖିବା। ଏଇ ଯୋଉ ବିଶୃଙ୍ଖଳାରୁ ସ୍ପଷ୍ଟତା ଆଡ଼କୁ ଯାତ୍ରା, ସେଇଟା କେମିତି ହୁଏ? ଟିକେ କଳ୍ପନା କରନ୍ତୁ ତ, ଦିନଟା ଯେତେ ବ୍ୟସ୍ତତାରେ କଟୁନା କାହିଁକି, ମନ ଏକଦମ ସ୍ଥିର ଓ ସ୍ପଷ୍ଟ ରହୁଛି। ଭାବନ୍ତୁ, ପ୍ରବଳ ଚାପ ଭିତରେ ଥାଇ ବି ଶାନ୍ତ ଭାବରେ ଆଉ ଭାବିଚିନ୍ତି ନିଷ୍ପତ୍ତି ନିଆଯାଇପାରୁଛି। ଫୋକସ୍ କରିବା ପାଇଁ ସଂଘର୍ଷ କରିବା ବଦଳରେ ବହୁତ ସହଜରେ ଗଭୀର ଏକାଗ୍ରତା ଆସିଯାଉଛି। ଆଉ ସବୁଠୁ ବଡ଼ କଥା, ନିଜ ଜୀବନ ଉପରେ ପୁଣି ଥରେ ନିୟନ୍ତ୍ରଣ ଅଛି ବୋଲି ସେଇ ଯୋଉ ଅନୁଭବ, ସେଇଟା ଫେରିଆସୁଛି। ଭିତରେ ଗୋଟେ ଶାନ୍ତି ଆଉ ଶକ୍ତିର ଅନୁଭବ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରୋଗ୍ରାମଟି ଆମ ଭାରତୀୟ ଜୀବନର ବାସ୍ତବତାକୁ ଆଖିଆଗରେ ରଖି ତିଆରି ହୋଇଛି। ଆମେ ଏଠି କାମର ଚାପକୁ ବୁଝୁ, ପରିବାରର ଆଶାକୁ ସମ୍ମାନ ଦେଉ, ଆଉ ବିଶ୍ରାମ ନେବାବେଳେ ଯେଉଁ ଟିକେ ଦୋଷୀ ଦୋଷୀ ଲାଗେ ସେହି ଭାବନାକୁ ବି ଆମେ ଭଲ ଭାବେ ବୁଝୁ। ତେବେ ଏହି ପ୍ରୋଗ୍ରାମଟି କାହା ପାଇଁ? ଏହା ସେହି ସବୁ ୱାର୍କିଂ ପ୍ରଫେସନାଲମାନଙ୍କ ପାଇଁ ଯେଉଁମାନେ ବହୁତ ବ୍ୟସ୍ତ ରହୁଛନ୍ତି, ସେହିମାନଙ୍କ ପାଇଁ ଯେଉଁମାନେ ଘର ଆଉ ନିଜ ଲୋକଙ୍କର ଯତ୍ନ ନେଉଛନ୍ତି, ଆଉ ସେହି ସମସ୍ତଙ୍କ ପାଇଁ ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରକୃତ ସଫଳତା ପାଇବାକୁ ଚାହୁଁଛନ୍ତି। ଗୋଟିଏ କଥା ମନେ ରଖିବା ଦରକାର, ଏହାର ଲକ୍ଷ୍ୟ ଆହୁରି ଅଧିକ କାମ କରିବା ନୁହେଁ, ବରଂ ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ତାକୁ ପୂରାପୂରି ସ୍ପଷ୍ଟତା ସହିତ କରିବା। ତେବେ ଆସନ୍ତୁ ନିପୁଣତା ଆଡ଼କୁ ଏହି ଯାତ୍ରାରେ ସାମିଲ ହେବା। ଏହା ଏକ ନୂଆ ଆରମ୍ଭର ସୁଯୋଗ ହୋଇପାରେ। ଦେଖନ୍ତୁ, ଯଦି ଚାପକୁ ନିୟନ୍ତ୍ରଣ ନ କରାଯାଏ ତେବେ ତାହା ରୋଗରେ ବଦଳିଯାଏ, ଆଉ ଯଦି ସମୟକୁ ନିୟନ୍ତ୍ରଣ ନ କରାଯାଏ ତାହା ଅନୁତାପରେ। କିନ୍ତୁ ଭଲ ଖବର ହେଉଛି ଏହି ଦୁଇଟିକୁ ଆୟତ୍ତ କରାଯାଇପାରିବ। ୱେଲନେସ୍ ଫର୍ ଲାଇଫ୍ ଏକାଡେମୀରେ ଆପଣଙ୍କୁ ସ୍ୱାଗତ। ଆଜି ହିଁ ନିଜର ଏହି ଯାତ୍ରା ଆରମ୍ଭ କରନ୍ତୁ। ଅଧିକ ଜାଣିବା ପାଇଁ କିମ୍ବା ଆମ ସହ ଯୋଗାଯୋଗ କରିବା ପାଇଁ ଏହି ସୂଚନାକୁ ବ୍ୟବହାର କରିପାରିବେ।